ମସିହାରେ ପୁରୀ ଜିଲ୍ଲାର ସ୍କୁଲ ପ୍ରବେଶିକା ହୋଇଥିଲା। ଏହାପରେ 1898 ମସିହାରେ ରେଭେନ୍ସା କଲେଜରୁ FA ସମାପ୍ତ କରି ସେ ଆଇନ ଡିଗ୍ରୀ ହାସଲ କରିଥିଲେ। କିଛି ସମୟ ପାଇଁ ସେ ମଧୁସୂଦନ ଦାସଙ୍କ ସହାୟକ ଭାବରେ କାର୍ଯ୍ୟ କରିଥିଲେ। 1904 ମସିହାରେ ସେ ପୁରୀ ଆସି ସ୍ୱାଧୀନ ଭାବରେ ଆଇନ ଅଭ୍ୟାସ କରିଥିଲେ। ମଧୁସୂଦନ ଦାସଙ୍କ ସହାୟକ ଭାବରେ କାର୍ଯ୍ୟ କରିବା ସମୟରେ ସେ ତାଙ୍କ ପ୍ରଭାବରେ ଆସିଥିଲେ ଏବଂ 1903 ମସିହାରେ ଦାସଙ୍କ ଦ୍ୱାରା ଗଠିତ ଉତ୍କଳ ସମ୍ମିଳନୀ ସହିତ ଜଡ଼ିତ ହୋଇଥିଲେ, ଯାହାର ଉଦ୍ଦେଶ୍ୟ ଥିଲା ସରକାରଙ୍କ ନିକଟରେ ପ୍ରାର୍ଥନା ଏବଂ ଆବେଦନ ଦ୍ୱାରା ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ। ଯଦିଓ ଉତ୍କଳ ସମ୍ମିଳନୀ ଏହି ଉଦ୍ଦେଶ୍ୟ ସହିତ ଜାରି ରହିଥିଲା, ତଥାପି ଭାଷାଭିତ୍ତିକ ରାଜ୍ୟ ଗଠନର ଏଜେଣ୍ଡା କଂଗ୍ରେସ ଦ୍ୱାରା ଗ୍ରହଣ କରାଗଲେ ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ଏହାର ଯୁବ ଏବଂ ମୌଳବାଦୀ ଉପାଦାନମାନେ ଗାନ୍ଧୀଙ୍କ ନେତୃତ୍ୱରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ। ଜଗବନ୍ଧୁ ସିଂ ଉତ୍କଳ ସମ୍ମିଳନୀର ଏହି ଗୋଷ୍ଠୀରେ ଥିଲେ, ଯିଏ 1920 ମସିହାରେ ଚକ୍ରଧରପୁରରେ ଅନୁଷ୍ଠିତ ବାର୍ଷିକ ସମ୍ମିଳନୀରେ ଏହାର ସଭାପତି ଭାବରେ ସ୍ୱରାଜଙ୍କୁ ସମ୍ମିଳନୀର